ଦେଖନ୍ତୁ ପିଲାମାନେ ଆର୍ଆଇ ହେଲା କି ଓମେନ୍ ହେଲା କି ଏଆର୍ଆଇ ହେଲା ଯେତେ ସବୁ ପୋଷ୍ଟ ବାହାରିକି ଆସିଥିଲା ତାହା ସର୍ଭର କାରଣରୁ ୱେବସାଇଟ୍ଟି ଠିକ୍ଠାକ୍ ଚାଲୁନାହିଁ। ଯାହାଫଳରେ କି ଆପଣଙ୍କର ଆଧାର ଡାଟା କେବେ ଆସୁନି, ଆପଣଙ୍କର ଫଟୋ ଅପଲୋଡ଼ ହେଉନି, ପୋଷ୍ଟ ଠିକ୍ଠାକ୍ ଦେଖୁନି କି ସବମିଟ୍ ହେଉନି, ଏମିତି ବହୁତ ସାରା ପ୍ରୋବ୍ଲେମ୍ ସମସ୍ତଙ୍କର ଅଲଗା ଅଲଗା ଆସୁଛି। ତ ସେଇ ଦୃଷ୍ଟିରୁ ଦେଖିବାକୁ ଗଲେ ଏବେ ପର୍ଯ୍ୟନ୍ତ ଆମର 30% ପିଲା ବି ପକାଇ ପାରୁନାହାନ୍ତି। ଆମର 7 ତାରିଖରୁ ବାହାରିଗଲାନି, 7 ଜାନୁଆରୀ 2024 7 ତାରିଖରୁ ଷ୍ଟାର୍ଟ ହୋଇଗଲାନି, ଗୋଟେ ମାସ ହେବାକୁ ଯାଉଛି, ଆଜି ପର୍ଯ୍ୟନ୍ତ ଆମର 30% ପିଲା ବି ପକାଇ ପାରିଲେ ନାହିଁ। ଦୃଷ୍ଟିରୁ ଦେଖିବାକୁ ଗଲେ ତ OSSS ତରଫରୁ ଦେଖନ୍ତୁ ଆମର ଡେଟ୍ ମଧ୍ୟ ଆସିଯାଇଛି, ମାନେ ଘୁଞ୍ଚିଛି। ଯେଉଁ ଡେଟ୍ଟା ଆମର ଥିଲା କେତେରେ, ଆମର ଡେଟ୍ ପ୍ରଥମେ ଥିଲା 31 ଜାନୁଆରୀରେ ଶେଷ ହେବାର ଥିଲା। ତାହା ଯେତେବେଳେ ସରି ଆସିଲା ଟାଇମ୍ ଆମକୁ ଦିଆଗଲା ଫେବୃଆରୀ 7ରେ ସରିବ ବୋଲିକି ଦିଆଗଲା ଟାଇମ୍। ତାପରେ ଦେଖନ୍ତୁ ସର୍ଭର ଇସ୍ୟୁ ପ୍ରୋବ୍ଲେମରୁ ବହୁତ କିଛି ପ୍ରୋବ୍ଲେମ୍ ଫେସ୍ କରିବା ପାଇଁ ପଡ଼ୁଛି। ସେହି ଦୃଷ୍ଟିରୁ ଦେଖିକି ପୁଣି ଥରେ ତାହାର ଡେଟ୍କୁ ଏକ୍ସଟେଣ୍ଡ କରାଯାଇଛି, ଯାହାକି ଦେଖନ୍ତୁ ଏଠାରେ ଆପଣଙ୍କୁ ସିଧା ନୋଟିଫିକେସନ୍ ମଧ୍ୟ ଦିଆଯାଇଛି ୱେବସାଇଟ୍ରେ। ଦେଖନ୍ତୁ ଷ୍ଟାର୍ଟ ଡେଟ୍ ଆମର ଏଇଟା ଥିଲା, ଏହାର ସରିବା ଡେଟ୍ ଦେଖନ୍ତୁ ଅନଲାଇନ୍ ରେଜିଷ୍ଟ୍ରେସନ୍ ବା ରିରେଜିଷ୍ଟ୍ରେସନ୍ ଆପଣ କରିପାରିବେ 15/2/2026 ଯାଇ ଡେଟ୍ ଦିଆହେଇଛି, ଯାହାକି ଆପଣ ରେଜିଷ୍ଟ୍ରେସନ୍ ବା ରିରେଜିଷ୍ଟ୍ରେସନ୍ କରିପାରିବେ। ଆଉ ଗୋଟେ ଦେଖନ୍ତୁ, ଯଦି ଆପଣ ରେଜିଷ୍ଟ୍ରେସନ୍ 15/2/2026 ସୁଦ୍ଧା କରିଦେଇଛନ୍ତି ତାହେଲେ ଆପଣ ଦେଖନ୍ତୁ ଏଠାରେ 22/2/2026 ପର୍ଯ୍ୟନ୍ତ ଆପ୍ଲାଏ କରିପାରିବେ। ଏହା ସର୍ଭର କାରଣରୁ ହିଁ ବହୁତ ଇସ୍ୟୁ ଆସିଲା, ସେଇଥିପାଇଁ ଡେଟ୍କୁ ଏକ୍ସଟେଣ୍ଡ କରାହେଇଛି, ଯାହାଫଳରେ କି ସବୁ ପିଲା ଏଥିରେ ଆପ୍ଲାଏ କରିପାରିବେ। ଏହା ତ ଗଲା ଆପଣଙ୍କର ଆର୍ଆଇ ଓମେନ୍ ହେଲା। ତ ସେହିପରିକା ଆପଣ ଯଦି ଫରେଷ୍ଟ ଗାର୍ଡ଼ କିମ୍ବା ଫରେଷ୍ଟର ଏକ୍ସାଇଜ୍ କନେଷ୍ଟବଳ ଯଦି ତାହା ବି ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ତାହେଲେ ତାହାର ମଧ୍ୟ ଡେଟ୍ ଏଠାରେ ମୁଁ ଦେଖାଇ ଦେଉଛି। ଦେଖନ୍ତୁ ତାହାର ଡେଟ୍ ମଧ୍ୟ ଦେଖନ୍ତୁ ପ୍ରଥମରେ ଆସିଯାଇଛି ଏକ୍ସଟେନସନ୍ ଅଫ୍ ଡେଟ୍, ଯେଉଁ ଆସିଯାଇଛି ଡେଡ଼ଲାଇନ୍, ଏହାରି ଉପରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଏଠାରେ ମଧ୍ୟ ଆପଣମାନଙ୍କୁ ଦେଖାଇ ଦେଉଛି ଫରେଷ୍ଟର, ଫରେଷ୍ଟ ଗାର୍ଡ଼, ଏକ୍ସାଇଜ୍ କନେଷ୍ଟବଳ, ଏହିସବୁ ଡେଟ୍ ମଧ୍ୟ ଦେଖନ୍ତୁ ଏଠାରେ ଏକ୍ସଟେଣ୍ଡେଡ଼ ଆସିଯାଇଛି। ତ ଆପଣମାନେ ବ୍ୟସ୍ତ ହୁଅନ୍ତିନି, ଆପଣଙ୍କର ଡେଟ୍ ସରିଯିବ ଏପର୍ଯ୍ୟନ୍ତ ଆମେ ଆପ୍ଲାଏ କରିପାରିଲୁନି, ଏମିତି ଭାବିକି ଆପଣମାନେ ବ୍ୟସ୍ତ ହୁଅନ୍ତିନି। ଆହୁରି ଆପଣଙ୍କ ପାଖରେ ମାସେ ଟାଇମ୍ ଅଛି, ତ ସେଇ ଭିତରେ ଆପଣ ଟ୍ରାଏ କରନ୍ତୁ, ଆପଣଙ୍କର ସକ୍ସେସ୍ ହେଇଯିବ ଆପ୍ଲିକେସନ୍। ଯଦି ଆପଣ କିଛି ବି ଭୁଲ କରିଛନ୍ତି ତାହେଲେ ମଧ୍ୟ ଆପଣ ଏହାକୁ ସୁଧାରି ପାରିବେ। ଆପଣ ଆପ୍ଲିକେସନ୍ ଫର୍ମଟି ଆପଣଙ୍କର ସବମିଟ୍ କରିନାହାନ୍ତି, ଅଧାରେ ଛାଡ଼ିଛନ୍ତି, ତାହେଲେ ଏଇ ଭିତରେ ଆପଣମାନେ ଆପ୍ଲାଏ ଶେଷ କରନ୍ତୁ। ଆଉ ଯଦି ରେଜିଷ୍ଟ୍ରେସନରେ କିଛି ଭୁଲ କରିଛନ୍ତି ତାହେଲେ ଆପଣ ରେଜିଷ୍ଟ୍ରେସନକୁ ଡିଲିଟ୍ କରିକି ମଧ୍ୟ ଆଉଥରେ କରିପାରିବେ। ଆଉ ଯଦି ଆପଣମାନେ ସକ୍ସେସଫୁଲି ସବମିଟ୍ କରିଦେଇଛନ୍ତି ତାହେଲେ ଭଲ କଥା, ଯଦି ଭୁଲଭାଲ ଯଦି ସବମିଟ୍ କରିଦେଇଛନ୍ତି ତାହେଲେ ତାହା ଅନଲାଇନ୍ ମାଧ୍ୟମରେ ଆଉ ସୁଧାରି ହେବ ନାହିଁ। ଆପଣ OSSSର ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କରନ୍ତୁ, ନହେଲେ ଇମେଲ୍ ମାଧ୍ୟମରେ କଣ୍ଟାକ୍ଟ କରନ୍ତୁ ଆପଣଙ୍କର ଯଦି କିଛି ଭୁଲ ଅଛି ତାହା ସୁଧାରିବା ପାଇଁ। ଆଉ ଏହି ଡେଟ୍ଟି ଦେଖନ୍ତୁ ଆପଣମାନଙ୍କୁ ଅଫିସିଆଲି ୱେବସାଇଟ୍ରେ ମଧ୍ୟ ଆପଣମାନଙ୍କୁ ଦେଖାଇ ଦେଉଛି। ଏଠାରେ ଦେଖନ୍ତୁ OSSS ସାଇଟ୍କି ଆସିଯାଇଛି, ଏହାର ହୋମ୍ ପେଜ୍ ମଧ୍ୟ ଏଠାରେ ଦେଖନ୍ତୁ ଦେଖାଇ ଦେଇଛି। ତାପରେ ଏଠାରେ ଡେଟ୍ ମଧ୍ୟ ଆସିଯାଇଛି, ଦେଖନ୍ତୁ ନ୍ୟୁ ଡେଟ୍ ଆସିଯାଇଛି 28 ତାରିଖରେ। ତ ଆପଣମାନେ ଏହାକୁ ଆପଣଙ୍କର ଫୋନ୍ରେ ହିଁ ଥରେ ମାରିକି ସର୍ଚ୍ଚ କରିକି ନିଜେ ଦେଖନ୍ତୁ, ଏହା ସତ କି ମିଛ ଜାଣିପାରିବେ। ଦେଖନ୍ତୁ ମୁଁ ଯାହା ଅପଡ଼େଟ୍ ଥିଲା ଆଜିକାର ଆପଣମାନଙ୍କୁ ଦେଖାଇଦେଲି, ଡେଟ୍ ବଢ଼ିଯାଇଛି, ତ ବ୍ୟସ୍ତ ହେବାର ନାହିଁ। ଆପଣମାନେ ଟ୍ରାଏ କରନ୍ତୁ, ସକାଳ ସନ୍ଧ୍ୟାରେ ଟ୍ରାଏ କରନ୍ତୁ, ଯଦି ସର୍ଭର ଇସ୍ୟୁ ସେମ୍ ଆସୁଛି ତାହେଲେ ଆପଣମାନେ ଟ୍ରାଏ କରନ୍ତୁ, ନିଶ୍ଚୟ ଆପଣଙ୍କର ଆପ୍ଲିକେସନ୍ ସକ୍ସେସ୍ ହେବ। ଆପ୍ଲାଏ ପ୍ରୋସେସ୍ କ'ଣ ରହିଛି କେମିତି ଯଦି ଜାଣିପାରୁନାହାନ୍ତି ତାହେଲେ ଭିଡ଼ିଓ ମଧ୍ୟ ଆପଣମାନଙ୍କୁ ଏହି ଚ୍ୟାନେଲରେ ମୁଁ ଦେଇଦେବି, ତାହା ଦେଖିକି ଆପଣମାନେ ଆପ୍ଲାଏ କରିପାରିବେ। ଯଦି ଆପଣ ରେଜିଷ୍ଟ୍ରେସନରେ କିଛି ଭୁଲଭାଲ କରିଛନ୍ତି କିମ୍ବା ଭୁଲ ପୋଷ୍ଟ ପ୍ରେଫରେନ୍ସରେ ଦେଇଛନ୍ତି, ଆପଣଙ୍କର ଆର୍ଟ୍ସ କିନ୍ତୁ ଆଗକୁ ଯାଇକି ଆପଣଙ୍କୁ ସାଇନ୍ସ ଡିଟେଲ୍ସ ମାଗୁଛି, ତାହେଲେ ତାହାକୁ କିପରି ଆପଣ ଡିଲିଟ୍ କରିବେ, ପୁଣି ଥରେ ରିରେଜିଷ୍ଟ୍ରେସନ୍ କରିବେ, ସେ ଭିଡ଼ିଓ ମଧ୍ୟ ଏହି ଚ୍ୟାନେଲରେ ଅଛି, ଆପଣ ଦେଖିଦିଅନ୍ତୁ। ଯଦି ତା ଛଡ଼ା ଆପଣଙ୍କର ଅଲଗା କିଛି ପ୍ରୋବ୍ଲେମ୍ ଆସିଛି ତାହେଲେ ଏଠାରେ ଦେଖନ୍ତୁ ଆପଣ ଟେକ୍ନିକାଲ ଆସିଷ୍ଟାଣ୍ଟ କଲ୍ ନମ୍ବର ମଧ୍ୟ ଦିଆହେଇଛି, ଏଠାରେ ଆପଣ କଲ୍ କରିକି ଆପଣ ଆପଣଙ୍କର ପ୍ରୋବ୍ଲେମକୁ ସଲ୍ଭ କରିପାରିବେ। ନହେଲେ ଏଠାରେ ଦେଖନ୍ତୁ ଆପଣଙ୍କ ଇମେଲ୍ ମଧ୍ୟ ଅଛି, ଏହି ଇମେଲ୍କୁ ଆପଣ ମେଲ୍ କରିକି ମଧ୍ୟ ଆପଣଙ୍କର ପ୍ରୋବ୍ଲେମକୁ ସଲ୍ଭ କରିପାରିବେ। ତ ଆଜିର ଭିଡ଼ିଓରେ ଏତିକି ଥିଲା, ଆପଣମାନେ ଜାଣିପାରିଲେ ଡେଟ୍ ଏକ୍ସଟେଣ୍ଡ ହେଇଛି, ତ ସେହି ଅନୁସାରେ ଆପଣମାନେ ଆପଣଙ୍କର ଫର୍ମକୁ ଆପ୍ଲାଏ କରନ୍ତୁ। ଯେତେବେଳେ ଠିକ୍ ଚାଲିବ ସର୍ଭର ସେଇ ଟାଇମ୍ରେ ଆପ୍ଲାଏ କରନ୍ତୁ, ନିଶ୍ଚୟ ସକ୍ସେସ୍ ହେବ। ଆଜିର ଭିଡ଼ିଓ ପାଇଁ ଏତିକି ଥିଲା, ରହୁଛି।